କ୍ରିକେଟ ଦୁନିଆରେ ଆସିଲା ଏକ ବଡ଼ ଖବର। ଅଳ୍ପ କିଛି ଦିନ ମଧ୍ୟରେ ଆଇପିଏଲ୍ ତଥା ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2024 17ତମ ସଂସ୍କରଣ ଭାରତୀୟ ମାଟିରେ ଆରମ୍ଭ ହେଉଥିବା ବେଳେ ଅନ୍ୟପଟେ ଆଇପିଏଲ୍ ଇତିହାସରେ ସବୁଠାରୁ ସଫଳ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ଖେଳାଳି ସୂର୍ଯ୍ୟକୁମାରଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସବୁ ଟିମ୍ ନିଜ ନିଜ ସ୍ଥାନରେ ପହଞ୍ଚି ନିଜର ଅଭ୍ୟାସ ଜାରି ରଖିଥିବା ବେଳେ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ଏକ ୱାର୍ମ-ଅପ୍ ମ୍ୟାଚ୍ ଖେଳିଥିଲା। ଏହି ମ୍ୟାଚରେ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଛକା ଚୌକାର ବର୍ଷା କରି ଏକ ବିସ୍ଫୋରକ ଶତକ ଇନିଂସ ଖେଳିଥିବା ବେଳେ ସମସ୍ତ ଟିମ୍ ଆଶ୍ଚର୍ଯ୍ୟଚକିତ ପଡ଼ିଥିଲେ। ଏହି ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଯଶପ୍ରୀତ ବୁମରା ମଧ୍ୟ 3ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଚାଲନ୍ତୁ ଜାଣିବା ଏହି ମ୍ୟାଚରେ ଘଟିଥିବା ସମ୍ପୂର୍ଣ୍ଣ ଖବର ବିଷୟରେ। ସୂଚନା ଅନୁଯାୟୀ ମୁମ୍ବାଇ ଏ ଟିମ୍ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ମଇଦାନକୁ ବୁଲିଥିବା ବେଳେ ଇନିଂସର ତୃତୀୟ ଓଭର ଇଶାନ କିଶାନ ମାତ୍ର 19 ରନ୍ କରି ଆଉଟ୍ ହୋଇଥିବା ବେଳେ 3 ନମ୍ବର ବ୍ୟାଟିଂ କରିବାକୁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ। ସୂର୍ଯ୍ୟକୁମାର ଏହି ଇନିଂସରେ ମାତ୍ର 48ଟା ବଲ୍ ଖେଳି 103 ରନ୍ର ବିସ୍ଫୋରକ ଶତକ ଇନିଂସ ଖେଳି ସୂର୍ଯ୍ୟକୁମାରଙ୍କ ଏହି ଇନିଂସରେ 11ଟି ଛକା ଓ 5ଟି ଚୌକା ମଧ୍ୟ ସାମିଲ ଥିଲେ। ଆଇପିଏଲ୍ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଦେଖି ସମସ୍ତ ଟିମ୍